ଲୁଟେରାଙ୍କ ଟାର୍ଗେଟରେ ଏବେ ପାନ୍ କାର୍ଡ ଜାଲ ପାନ୍ କାର୍ଡ କରି ଋଣ ନେଇଗଲେ ଅଜଣା ବ୍ୟକ୍ତି ଆଉ ଏବେ ଚିନ୍ତାରେ ଠକେଇର ଶିକାର ହୋଇଥିବା ଯୁବ ବ୍ୟବସାୟୀ। ରାଜ୍ୟରେ ବିଭିନ୍ନ ପ୍ରକାର ଠକେଇରେ ଯୁବକମାନେ ଶିକାର ହେଉଥିବା ବେଳେ ଆଳି ଅଞ୍ଚଳ ଜଣେ ଯୁବ ବ୍ୟବସାୟୀ ପ୍ୟାନ୍ କାର୍ଡ ଠକେଇର ଶିକାର ହୋଇ ଏବେ ଆଇନର ଆଶ୍ରୟ ନେଇଛନ୍ତି। ଆଳି ଥାନା ନୂଆଗାଁର ଯୁବ ବ୍ୟବସାୟୀ ଆଲୋକ ଦାସଙ୍କ ପ୍ୟାନ୍ କାର୍ଡକୁ କେହି ଜାଲିଆତି କରି ଗତ 2016 ମସିହାରୁ 87,000 ଟଙ୍କା ଋଣ ନେଇଥିବା ବେଳେ ତାହା ଏବେ 1,36,000 ଟଙ୍କାରେ ପହଞ୍ଚିଛି। ଆଲୋକ ଏକ କାର୍ ଲୋନ୍ କରିବାକୁ ବ୍ୟାଙ୍କ ଯାଇଥିବା ବେଳେ ପୂର୍ବରୁ ଲୋନ୍ ନେଇ ସୁଝି ନଥିବାରୁ ସିବିଲ୍ ଖରାପ ଥିବା କହିଥିଲେ ଏବଂ ଯେଉଁଥିପାଇଁ ତାଙ୍କୁ ଆଉ ଲୋନ୍ ମିଳିପାରିବ ନାହିଁ ବୋଲି ବ୍ୟାଙ୍କ ଅଧିକାରୀ କହିଥିଲେ। ତେବେ ସେ କେବେ ପୂର୍ବରୁ ଲୋନ୍ କରିନଥିବା ବେଳେ ତାଙ୍କ ନାମରେ କିଭଳି ଲୋନ୍ ହେଲା ସେ ନେଇ ଚିନ୍ତାରେ ପଡ଼ିଲେ ବ୍ୟବସାୟୀ ଲୋକ। ତେବେ ଖବର ନେବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ପ୍ୟାନ୍ କାର୍ଡରେ ହିଁ ଜାଲିଆତି ହୋଇଛି। ବ୍ୟାଙ୍କ ଯିବା ପରେ ହିଁ ଏଭଳି ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଆଳି ଥାନାରେ ଅଭିଯୋଗ କରିଛନ୍ତି ଆଲୋକ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି 2016ରୁ ପାନ୍ ଆଧାରରେ ଜାଲିଆତି ହୋଇଛି ତେବେ 8 ବର୍ଷ ଭିତରେ ଥରେ ମଧ୍ୟ ଲୋନ୍ଧାରୀଙ୍କୁ ସୁଧ ମୂଳ ନ ଦେବା ନେଇ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ ପକ୍ଷରୁ ନୋଟିସ୍ କରାଯାଇନଥିଲା କେମିତି? ଅନ୍ୟର ପାନ୍ ଆଧାରରେ ଆଉ ଜଣେ ଲୋନ୍ କରିବା କ'ଣ ବାସ୍ତବରେ ବ୍ୟାଙ୍କର ଆଗଚୁରରେ ଥିଲା ନା ସେଥିରେ ବ୍ୟାଙ୍କର କେହି ଅଧିକାରୀ ମଧ୍ୟ ସାମିଲ ଥିଲେ ସନ୍ଦେହ ହେଉଛି। ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପାନ୍ କାର୍ଡ ଜାଲିଆତି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି। मोर गोटे बैंक ठकई होइछ आज्ञा लोन आकार ठकई होइछ पैन कार्ड को जाली करा जाई मोर ठकई होइछ कौन केम जानना मु जानिया पाइली कि मोर गोटे कार लोन पाई जाइଥିଲି बैंक को बैंक रे कहले कि आपन सिविल खराब अछि लोन मिलिबो नाही। सिविल काई खराब हो मु तो कोनोसी लोन नै नै आगुरु ना सिविल खराब अछि। सिविल चेक करिवार मु जानिया पाइली मु आगुरु मो नारे 87,000 टका लोन के नै जे ता इंटरेस्ट सहित वर्तमान 1,36,000 टका होइछ। आईन आसवा नहीं चले आईन आसिया नहीं आईन आई थाना आज्ञा एफआईआर दे कौन कौन मु चाहूँगी मत न्याय मिलू मु बहुत हैरान हो गली मुझे 12,000 बोली बोली किसी करूँ आज्ञा एमती आग को आउ क्या सहित भी न हो मत आज्ञा न्याय दि जाए। आलिरू अश्विनी कुमार साहू रिपोर्ट रिपोर्टर्स टुडे।